ଆଜି ଏମିତି କ'ଣ ହେଲା ଯେ ପଲ୍ୟୁସନ୍ ଭ୍ୟାନ୍ ପାଖରେ ଏତେ ଭିଡ଼? ନମସ୍କାର, ଜୟ ଜଗନ୍ନାଥ, ଶୁଭ ସକାଳ ସମସ୍ତଙ୍କୁ। ଏବେ ଟାଇମ୍ ହେଇଥିଲା 8:50। ଯେହେତୁ ଏତେ ଟାଇମ୍ ହେଇଗଲାଣି ଭୋକ ବି ଜୋର ଲାଗୁଥିଲା, ସେଥିପାଇଁ ବାହାରି ଯାଇଥିଲୁ ଆମେ ବ୍ରେକଫାଷ୍ଟ ପାଇଁ। ରୁମ୍ରୁ ବାହାରି ଆସି ବୁଲୁ ଭାଇଙ୍କ ଷ୍ଟଲ୍ ପାଖରେ ପହଞ୍ଚି ଯାଇଥିଲୁ। ବୁଲୁ ଭାଇ ବହୁତ ଟେଷ୍ଟି ଖାଇବା ବନାନ୍ତି। ଆମେ ରେଗୁଲାରଲି ଆସୁ। ଏଇଠି ଆମେ ଚକୁଳି ଆଉ ଡାଲମା ପାଇଁ ଅର୍ଡ଼ର ଦେଇଥିଲୁ। ତାପରେ ନଜର ପଡ଼ିଲା ଗୋମାତାଙ୍କ ଉପରେ। ବୁଲୁ ଭାଇଙ୍କ ଷ୍ଟଲ୍ ପାଖରେ ଆସି ପହଞ୍ଚି ଯାଇଥିଲେ ଗୋମାତାଙ୍କୁ ବୁଲୁ ଭାଇ କିଛି ଦେଇଥିଲେ ଅଟା ଖାଇବାକୁ। ତାପରେ ଗୋମାତାଙ୍କୁ ଟିକେ ସୁଟ୍ କରୁ କରୁ ତାପରେ ଚକୁଳି ଡାଲମା ଆସିଗଲା। ବହୁତ ଟେଷ୍ଟି ଥିଲା। ମୁଁ ଏଠି ଟିକେ କ୍ଲିପ୍ ନେଇଯାଇଥିଲି ଚକୁଳି ଆଉ ଡାଲମାର। ଯେହେତୁ ଖାଇବାଟା ଆସି ହାତରେ ପହଞ୍ଚି ଯାଇଥିଲା, ମୁଁ ଆଉ ଲେଟ୍ କରିବାଟା ଉଚିତ ମନେ କଲିନି। ତାପରେ ଏଠି ଚକୁଳି ଆଉ ଡାଲମାକୁ ଟିକେ ଫାଷ୍ଟ ବାଇଟ୍ ନେଇକି ଏନ୍ଜୟ କଲି ମୋ ଫାଷ୍ଟ ବ୍ରେକଫାଷ୍ଟଟା। ତାପରେ ଏଇଠି ପ୍ରଦୋଷ ଭାଇର ଚକୁଳି ଆଉ ଡାଲମା ବି ଆସିଯାଇଥିଲା। ସିଏ ବି ଖାଉଥିଲା। ମୋତେ କହୁଥିଲା ମୋ ଆଡ଼େ କ୍ୟାମେରାଟାକୁ ଦେଖାନି, ମୁଁ ଭାଇରାଲ୍ ହେଇଯିବି। ଏଇଠି ଆମେ ବ୍ରେକଫାଷ୍ଟ ସାରି ବାହାରି ଯାଇଥିଲୁ ପଲ୍ୟୁସନ୍ ଭ୍ୟାନ୍ ପାଖକୁ। କାରଣ ଗତକାଲି ସରକାରଙ୍କ ଦ୍ୱାରା ଆନାଉନ୍ସ ହେଇଥିଲା କି ପ୍ରତ୍ୟେକ 2 ଚକିଆ ଯାନଧାରୀ ନହେଲେ 4 ଚକିଆ ଯାନଧାରୀଙ୍କ ପାଖରେ ପଲ୍ୟୁସନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ। ଯଦି ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବ 10,000ରୁ ଉର୍ଦ୍ଧ୍ୱ ଫାଇନ୍ ଲାଗିବ। ଏଇ ନ୍ୟୁଜ୍ଟା ଶୁଣି ସକାଳୁ ବାହାରି ଯାଇଥିଲୁ। ଏଇଠି ଦେଖିଲୁ ବହୁତ ଭିଡ଼ ଥିଲା। ଆଗ ଭ୍ୟାନ୍ ପାଖକୁ ଯାଇଥିଲୁ। ଯଦି ମୋ ଭିଡ଼ିଓ ଭଲ ଲାଗିଥିବ ଗୋଟେ ଲାଇକ୍, ଗୋଟେ ଫଲୋ, ଗୋଟେ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ଲଭ୍ ୟୁ ଅଲ୍। ଜୟ ଜଗନ୍ନାଥ। ବାଏ ବାଏ। ସି ୟୁ ସୁନ୍।